2024 ନିର୍ବାଚନରେ ଆପଣଙ୍କର କେମିତି କ'ଣ ରହିବ ଆପଣ ପ୍ରତିଦ୍ୱନ୍ଦ୍ୱୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କିଏ ରହିବେ ବୋଲି ଆପଣ ଆଶା କରୁଛନ୍ତି? ଯିଏ ଆଜ୍ଞା ପ୍ରତିଦ୍ୱନ୍ଦ୍ୱୀ କ'ଣ ଅଛି ଯିଏ ଛିଡ଼ା ମଇଦାନ ଖୋଲା ପଡ଼ିଛି ଯିଏ ଆସିବ ସିଏ ଛିଡ଼ା ହେବ ସେଥିରେ କିଛି ନାହିଁ ଆମେ ଆମର ହୋମୱାର୍କ ଠିକ୍ କଲେ ଆମର ସରିଲା। ବିଜୁ ଜନତା ଦଳର 27ତମ ପ୍ରତିଷ୍ଠା ଦିବସ କଟକ ସଦର ନିର୍ବାଚନ ମଣ୍ଡଳୀର ନିଶ୍ଚିତ କୋଇଲି ବ୍ଲକ ଅନ୍ତର୍ଗତ ଉତ୍ତରକୋଟ ପଞ୍ଚାୟତ ପିପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଯୋଗ ଦେଇଥିବା ନେତୃମଣ୍ଡଳୀ କର୍ମୀମାନଙ୍କୁ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ବକ୍ତବ୍ୟ ପ୍ରଦାନ କରି ଆଗାମୀ ନିର୍ବାଚନରେ ବିଜେଡିକୁ ବିଜୟୀ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତମୁଠାକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ। ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଉଦ୍ବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ବିଜେଡି ନେତା କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ସହସ୍ରାଧିକ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ। କଟକ ସଦର ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ନିଶ୍ଚିତ କୋଇଲି ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଭଦ୍ରା ଦାସ, ସଦର ବ୍ଲକ ଚେୟାରମ୍ୟାନ୍ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ସଦସ୍ୟା ଶୁଭଶ୍ରୀ ମହାନ୍ତି, ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଆଜି ବିଜୁ ଜନତା ଦଳ ତାର 27ତମ ପ୍ରତିଷ୍ଠା ଦିବସ ଏଠି ପିମ୍ପୁରଠାରେ ଆମେ କଟକ ସଦର ବିଜୁ ଜନତା ଦଳ ପକ୍ଷରୁ ପାଳନ କଲୁ ଏବଂ ଲୋକମାନେ ଯେମିତିକି ସମସ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରଗତିର ଯେଉଁ ରଥ ଚାଲିଛି ଏବଂ ଓଡ଼ିଶାକୁ ଯେଉଁଭଳି ଭାବେ ଏକ ନୂତନ ଦିଗ୍ଦର୍ଶନ ନୂତନ ଏକ ସ୍ୱତନ୍ତ୍ର ସ୍ଥାନ ବିଶ୍ୱ ମାନଚିତ୍ର ଦେବା ପାଇଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇ ଚାଲିଛନ୍ତି ସେ ପ୍ରଗତିର ରଥରେ ସମସ୍ତେ ସାରଥୀ ହେବା ପାଇଁକି ମୁଁ ଆହ୍ୱାନ ଦେଉଛି ଏବଂ ମୋର ଆଶା ଏବଂ ବିଶ୍ୱାସ ଆମ ସମସ୍ତଙ୍କର କର୍ମୀ ଭାଇମାନଙ୍କର ବି କି ଆମେ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ। ଆଚ୍ଛା, 2024 ନିର୍ବାଚନରେ ଆପଣଙ୍କର କେମିତି କ'ଣ ରହିବ ଆପଣ ପ୍ରତିଦ୍ୱନ୍ଦ୍ୱୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କିଏ ରହିବେ ବୋଲି ଆପଣ ଆଶା କରୁଛନ୍ତି? ଯିଏ ଆଜ୍ଞା ପ୍ରତିଦ୍ୱନ୍ଦ୍ୱୀ କ'ଣ ଅଛି ଯିଏ ଛିଡ଼ା ମଇଦାନ ଖୋଲା ପଡ଼ିଛି ଯିଏ ଆସିବ ସିଏ ଛିଡ଼ା ହେବ ସେଥିରେ କିଛି ନାହିଁ ଆମେ ଆମର ହୋମୱାର୍କ ଠିକ୍ କଲେ ଆମର ସରିଲା। 27ତମ ପ୍ରତିଷ୍ଠା ଦିବସ ବିଜୁ ଜନତା ଦଳର ସଦର ବ୍ଲକ କଟକ ସଦର ନିର୍ବାଚନ ମଣ୍ଡଳୀର ଆଜି ଆପଣମାନେ ଦେଖୁଥିବେ ଅଭୂତପୂର୍ବ ଭାବରେ ଜନସମାବେଶ ଲୋକ ଯେଉଁମାନେ ବିଜୁ ଜନତା ଦଳରେ ବିଶ୍ୱାସ କରନ୍ତି ବିଜୁ ଜନତା ଦଳର ମୁଖିଆ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ୱାସ କରନ୍ତି ଆଜି ସମସ୍ତେ ବେଶ ଉତ୍ସାହର ସହିତ ଏଠି ପାଳନ କରିଥିଲେ ବିଜେଡିର ପ୍ରତିଷ୍ଠା ଦିବସ। ଗୋଟିଏ ଶପଥ ନେଇଥିଲେ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ ନିଜକୁ ଯେ 2024ରେ ଯୋଉ ସାଧାରଣ ନିର୍ବାଚନ ଅନୁଷ୍ଠିତ ହବ ସେଥିରେ ସ୍ୱତଃସିଦ୍ଧ କଥା ବିଜୁ ଜନତା ଦଳ ନିଶ୍ଚିତ ଭାବରେ ପୁଣି ଥରେ କ୍ଷମତାକୁ ଫେରିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ରେକର୍ଡ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଇ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଇ ପୁଣି ଥରେ ବିଜୟ ମୁକୁଟ ପିନ୍ଧିବେ କିନ୍ତୁ ଏଥର ଭୋଟ ପରସେଣ୍ଟେଜ ଯେମିତି ଯଥେଷ୍ଟ ଅଧିକା ବଢିବ ସେ ପ୍ରତିଶ୍ରୁତି ସମସ୍ତଙ୍କୁ ଏଠି ଦେଇ ତେଣୁ ଇଏ ସାଧାରଣ ଜନତା ସାଧାରଣ କର୍ମୀଙ୍କ ମୁହଁରୁ ଯେତେବେଳେ ଏ ପ୍ରକାର ଆଶୀର୍ବାଦ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଛି ଦଳର ମୁଖିଆଙ୍କ ପ୍ରତି ଅଛି ସେଠି ମୁଁ ଭାବୁଛି ଯେ ଆଉ କିଛି କହିବାର ଆବଶ୍ୟକତା ନାହିଁ। ଯୋଉ ପ୍ରକାର ପରିକଳ୍ପନା ମୁଖ୍ୟମନ୍ତ୍ରୀ କରିଛନ୍ତି ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା ସଶକ୍ତ ଓଡ଼ିଶା କରିବାର ଭାରତ ବର୍ଷର 1 ନମ୍ବର ରାଜ୍ୟ କରିବାର ଯୋଉ ପରିକଳ୍ପନା ସ୍ୱପ୍ନ ତାଙ୍କର ଅଛି ସେ ସ୍ୱପ୍ନ କିଛି କିଛି ମାତ୍ରାରେ ସାକାର ହେଇ ଚାଲିଛି ବିଗତ 25 ବର୍ଷ ହେଲାଣି। ମୁଁ ଭାବୁଛି ଏ ଗୋଟେ ଅନନ୍ୟ ଭାବରେ ଅଭୂତପୂର୍ବ ଭାବରେ ଏଇ ଯୋଉ ଆଗାମୀ ନିର୍ବାଚନରେ ଏ କଥାଟି ଲୋକଙ୍କ ଭିତରେ ସଞ୍ଚରି ଦ୍ୱିତୀୟ କଥା ଅଛି ଆପଣ ମାନେ ଦେଖନ୍ତୁ ଗମନାଗମନଠୁ ଆରମ୍ଭ କରିକି ସ୍ୱାସ୍ଥ୍ୟଠୁ ଆରମ୍ଭ କରି କ୍ରୀଡ଼ାଠୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଯୋଉଭଳି ଭାବରେ ଡାକିଲେ ଓ କରିବାର କଥା ମୁଁ ଆଜି କହୁଥିଲି ମୋର ଅଭିଭାଷଣରେ ଯେ ଓ ବୋଲି କହିଲେ କିଏ ଓ କହେ ମା କହେ ବୋଉ କହେ ଠାକୁରାଣୀ ମାନେ କହନ୍ତି ଓ ଆଜି ନୂଆ ଓର ଯୋଉ ପରିକଳ୍ପନା ନୂଆ ଓଡ଼ିଶାର ଯୋଉ ପରିକଳ୍ପନା ଓଡ଼ିଶାର ଯେକୌଣସି ଜନସାଧାରଣ ଯୋଉଠୁ ମଧ୍ୟ ଡାକିଲେ ଗୋଟିଏ ଲୋକ ବାପା ହିସାବରେ ମୁରବୀ ହିସାବରେ ଓ କରୁଛନ୍ତି ସେ ହଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ କିଛି ଛୋଟିଆ କଥା ନୁହେଁ ବନ୍ଧୁ ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ବୁଝିକି ତାର ସମାଧାନ କେମିତି କରାଯାଇ ପାରିବ ସେ କଥା ଭାରତ ବର୍ଷ ସ୍ୱପ୍ନରେ ଦେଖିବା ଆଗରୁ ମାନ୍ୟବର ନବୀନ ପଟ୍ଟନାୟକ ସାକାର କରିଦଉଛନ୍ତି ଓଡ଼ିଶାରେ ସେଇଟା ହଉଛି ସବୁଠାରୁ ବଡ କଥା। ଏମିତି ଗୋଟେ ଟାଣୁଆ ସରକାର ସେ ଗଠନ ଆଜି କରିଛନ୍ତି
निश्चित भाव में ये कथाटी सारा भारत वर्ष गोटे केस स्टडी होकर रही बर्तमान आपण मैंने देखुए गोटे बड़ कथाटे